ଆଜି ହେଉଛି ହୋଲି ରଙ୍ଗର ପର୍ବ ଖୁସି ଉତ୍ସାହର ଦିନ। ଆମ ସମସ୍ତଙ୍କ ପସନ୍ଦର ପର୍ବ ହୋଲି। ରଙ୍ଗର ଏହି ପର୍ବକୁ ନେଇ ଗାଁଠୁ ସହର ସବୁଠି ଉତ୍ସବ ମୁଖର। ପୂର୍ବରୁ ପଶ୍ଚିମ ଉତ୍ତରରୁ ଦକ୍ଷିଣ ସବୁଠି ହୋଲି ପର୍ବର ଧୁମ୍ ଦେଖିବାକୁ ମିଳିଛି। କିନ୍ତୁ ହୋଲି ଖେଳିବା ପରେ ପୋଖରୀ ବନ୍ଧ ନଦୀ ଆଦି ବିଭିନ୍ନ ଜଳାଶୟରେ ଲୋକେ ଟିକେ ସତର୍କ ରହି ଗାଧୋଇବାକୁ ଅନୁରୋଧ କରିଛନ୍ତି ଅଗ୍ନିଶମ ବିଭାଗ। ତେବେ କୌଣସି ଅଘଟଣ ଘଟିଲେ ବିଭାଗ ପକ୍ଷରୁ ପୂରା ପ୍ରସ୍ତୁତ ରହିଛି। ଏନେଇ ବାରିପଦା ଅଗ୍ନିଶମ ସେବା କେନ୍ଦ୍ରରେ ସଚେତନତା କାର୍ଯ୍ୟକ୍ରମ କରାଯାଇ ସେଠାରେ ପ୍ରତିକ୍ରିୟା ଦେଇଛନ୍ତି ସହକାରୀ ଅଗ୍ନିଶମ ଅଧିକାରୀ ବିଶ୍ୱନାଥ ମୁଣ୍ଡା। ତେବେ ଶୁଣନ୍ତୁ କଣ ସଚେତନତାର ବାର୍ତ୍ତା ଦେଇଛନ୍ତି ସହକାରୀ ଅଗ୍ନିଶମ ଅଧିକାରୀ ବିଶ୍ୱନାଥ ମୁଣ୍ଡା। ମୋ ନାଁ ହେଉଛି ଶ୍ରୀ ବିଶ୍ୱନାଥ ମୁଣ୍ଡା, ଆସିଷ୍ଟାଣ୍ଟ ଫାୟାର ଅଫିସର, ବାରିପଦା ଫାୟାର ଷ୍ଟେସନ। ଦେଖନ୍ତୁ, ଆମର ପ୍ରଥମତଃ ମୁଁ କହିବି ଓଡ଼ିଶା ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ସଂସ୍ଥା ତରଫରୁ ସମସ୍ତଙ୍କୁ ଶୁଭେଚ୍ଛା। ହାପି ହୋଲି, ସମସ୍ତେ ଖୁସିରେ ମନାନ୍ତୁ। କିନ୍ତୁ ଆମେ ହୋଲି ମାନିବା ସହିତ କିଛି ସତର୍କତା ଅବଲମ୍ବନ କରିବା। ଯେମିତିକି ଆଜିକାଲି ଦେଖନ୍ତୁ, ହୋଲି ଖେଳି ସାରିଲା ପରେ ଲୋକମାନେ ନଦୀ ନାଳ ପୋଖରୀ ଗାଧୋଇବାକୁ ଯାଉଛନ୍ତି, ଯୋଉଠିକି କିଛି ଲୋକ ଅଛନ୍ତି ନିଶାସକ୍ତ ଅବସ୍ଥାରେ ନଦୀ ନାଳ ପୋଖରୀରେ ଗାଧୋଇବାକୁ ଯାଉଛନ୍ତି, ଯାହାଫଳରେ କିଛି ଅଘଟଣ ଘଟିବାର ସମ୍ଭାବନା ଥାଏ। ତେଣୁ ମୁଁ ସମସ୍ତଙ୍କୁ ଅନୁରୋଧ କରିବି, ନିଶା ସେବନ କରି କେହି ନଦୀ ନାଳ ପୋଖରୀରେ ଗାଧାନ୍ତୁ ନାହିଁ। ଛୋଟ ପିଲାମାନଙ୍କୁ ବାହାରେ ହୋଲି ଖେଳି ସାରିଲା ପରେ ତାଙ୍କୁ ପାଣି ଭିତରକୁ ଛାଡ଼ନ୍ତୁ ନାହିଁ। ସେ ଘରେ ଆସି ଗାଧାନ୍ତୁ, ସେଫଲି ମନାନ୍ତୁ। ଏହା ବ୍ୟତୀତ ଅଗ୍ନିଶମ ସେବା ସଂସ୍ଥା ଆମର ବାରିପଦା ହଉ କିମ୍ବା ଆମର ବାରିପଦା ସର୍କଲ ଭିତରେ ଯେତେ ଫାୟାର ଷ୍ଟେସନ ଅଛି ସମସ୍ତେ ଆଲର୍ଟ ମୋଡରେ ରେଡି ହେଇକି ଅଛନ୍ତି। ଯେମିତିକି ଦେଖୁଛନ୍ତି ଆପଣମାନେ ଆମ ପଛପଟେ ଆମର ବୋଟ୍ ଏବଂ ଆମର ଜଣେ ପିଲା ଅଣ୍ଡର ୱାଟର ବିଏସେଟ୍ ସେ ପିନ୍ଧିକି ରେଡି ପ୍ରସ୍ତୁତ ହେଇକି ଅଛନ୍ତି। ଯେକୌଣସି ମୁହୂର୍ତ୍ତରେ ଯେକୌଣସି ଅଘଟଣା ଘଟିଲେ ଆମେ ତୁରନ୍ତ ପଦକ୍ଷେପ ନେବା ପାଇଁ ଆମେ ପ୍ରସ୍ତୁତ ହେଇକି ଅଛୁ। ଏବଂ ଆମକୁ ଜଣାଇବା ପାଇଁ ଆପଣମାନେ ପ୍ରାୟତଃ ଜାଣିଛନ୍ତି ଗୋଟେ ସେଣ୍ଟ୍ରାଲ ନମ୍ବର ଅଛି 112। ସେଇ 112 ମାଧ୍ୟମରେ ଆପଣମାନେ ଆମ ପାଖକୁ ଖବର ଜଣାଇ ପାରିବେ। ଯଦି ବାଇଚାନ୍ସ 112ରେ ଠିକ ସମୟରେ ଲାଗିଲାନି, ତାହେଲେ ଆପଣମାନେ ନିକଟସ୍ଥ ପୋଲିସ ଥାନା କିମ୍ବା ଫାଣ୍ଡିକୁ ଜଣାଇ ଆମ ପାଖରେ ଖବର ପହଞ୍ଚାଇ ପାରିବେ ଏବଂ ଆମେ ତୁରନ୍ତ ପଦକ୍ଷେପ ନେବା ପାଇଁ ସବୁ ରେଡି ହେଇକି ଅଛୁ। ଏହା ବ୍ୟତୀତ ବାରିପଦା ସହର ଉପକଣ୍ଠରେ ଥିବା ଯେଉଁ ଆମର ମୁନ୍ସିବନ୍ଦରେ ଗୋଟାଏ ଟିମ୍ ରେଡି ହେଇକି ଆୟାର ବୋଟ୍ ଅଣ୍ଡର ୱାଟର ବିଏସେଟ୍ ସହିତ ରେଡି ହେଇକି ଅଛନ୍ତି। ଯେକୌଣସି ମୁହୂର୍ତ୍ତରେ ଯେକୌଣସି ଅଘଟଣା ଘଟିଲେ ତୁରନ୍ତ ଆମେ ପଦକ୍ଷେପ ନେବା ପାଇଁ ପ୍ରସ୍ତୁତ ହେଇକି ଅଛୁ।